ସାଙ୍ଗମାନେ ଦେଖନ୍ତୁ ଟିକେ କେମିତି ଏଇ ଝିଅଟି ପଛରେ ଦୁଇ ଜଣ ଗୁଣ୍ଡା ପଡ଼ିଯାଇଛନ୍ତି। ଆଉ ସେ ଝିଅଟି କିଛି ଉପାୟ ନ ପାଇକି ଦୌଡ଼ି ଦୌଡ଼ି ଗୋଟେ ଖଣ୍ଡିଆ ଭୂତ ପାଖରେ ଆସିକି ପହଞ୍ଚି ଯାଉଛି। ଆଉ ସେ ଝିଅଟି ଡେରି ନ କରିକି ନିଜେ ଜୀବନ ବଞ୍ଚାଇବାକୁ ସେ ଖଣ୍ଡିଆ ଭୂତର ସବୁ ସାର୍ଟ ପ୍ୟାଣ୍ଟ ଖୋଲିବାକୁ ଲାଗୁଛି। ଆଉ ନିଜେ ସେ ଖଣ୍ଡିଆ ଭୂତର ସବୁ ସାର୍ଟ ପ୍ୟାଣ୍ଟକୁ ପିନ୍ଧିକି ନିଜେ ଖଣ୍ଡିଆ ଭୂତ ହେଇକି ସେ ଜାଗାରେ ଠିଆ ହେଇ ପଡୁଛି। ଯେମିତି ସେ ଗୁଣ୍ଡାମାନେ ଜାଣିପାରିବେନି, ଭାବିବେ ଏଇଟା ଖଣ୍ଡିଆ ଭୂତ ଠିଆ ହେଇଛି। ଆଉ ସେ ଗୁଣ୍ଡାମାନେ ଧାଇଁ ଧାଇଁ ଆସିକି ସେ ଖଣ୍ଡିଆ ଭୂତ ପାଖରେ ପହଞ୍ଚି ଯାଉଛନ୍ତି। ଆରେ ଆରେ ଇଆଡେ ତ ସେ ଝିଅଟା ଧାଇଁକି ଆସିଲା, ଏମିତି ହଠାତ୍ କୁଆଡେ ଚାଲିଗଲା? ଆରେ ସେ ଏଇଠି କୋଉଠି ନିଶ୍ଚୟ ଥବ, ବେଶୀ ବାଟ ଯାଇନଥିବ। ଆଉ ସେ ଝିଅଟି ମୁଣ୍ଡଟିକୁ ଟିକେ ହଲେଇ ଦଉଛି। ଆରେ ଆରେ ଇଆଡେ ସିଆଡେ ଖୋଜୁଛ କଣ? ଦେଖ ଦେଖ ଏଇ ଖଣ୍ଡିଆ ଭୂତ ଭିତରେ ମତେ ଲାଗୁଛି ସେ ଝିଅଟି ପଶି ଯାଇଛି। ତା ମୁଣ୍ଡରୁ ସବୁ ମୁଖା କାଢ, ତାପରେ ଜଣା ପଡିବ। ଆରେ ନା ନା, ସେ ଖଣ୍ଡିଆ ଭୂତ ଭିତରେ କାହିଁ ସେ ଝିଅ ପଶିବ? ଆରେ ଏଟା ତ ମଣିଷ ମାନଙ୍କ ହାତରେ ତିଆରି ହେଇଥିବା ଗୋଟେ ସାମାନ୍ୟ ଖଣ୍ଡିଆ ଭୂତଟିଏ। ଆରେ ତମେ ବିଶ୍ୱାସ କରୁନ କଣ ପାଇଁ? ମୁଁ ସତ କହୁଛି ତା ମୁଣ୍ଡ ହଲିଥିଲା। ଆଉ ଏ ଝିଅଟିର କଥା ଶୁଣିକି ସେ ଗୁଣ୍ଡାଟି ଯେତେବେଳେ ତା ମୁଣ୍ଡର ମୁଖାଟିକୁ କାଢିବାକୁ ଯାଉଛି, ସେ ଖଣ୍ଡିଆ ଭୂତର ମାଲିକ ଆସି ପହଞ୍ଚି ଯାଉଛି। ଆରେ ଆରେ ତମକୁ କିଏ କହିଲା ଆମ ଖଣ୍ଡିଆ ଭୂତରେ ଲାଗିବାକୁ? ମୁଁ ତାକୁ ବନେଇଛି କେବଳ ଜଙ୍ଗଲ ଜଗିବା ପାଇଁ। ତମକୁ କିଏ କହିଲା ତା ସାଙ୍ଗରେ ଲାଗିବାକୁ? ଜଲ୍ଦି ଜଲ୍ଦି ମୋ ଜାଗାରୁ ଚାଲିଯା କହୁଛି, ନହେଲେ ଦେଖିବ ତମ ଦିଟାଙ୍କ ଅବସ୍ଥା ମୁଁ ଏଇନା କଣ କରିବି। ଆଉ ମାଲିକର କଥା ଶୁଣି ସେ ଗୁଣ୍ଡାମାନେ ସେ ଜାଗା ଛାଡିକି ଚାଲି ଯାଉଛନ୍ତି। ଆଉ ସେ ମାଲିକଟି ସାଙ୍ଗେ ସାଙ୍ଗେ ଆସିକି ସେ ଝିଅଟି ମୁଣ୍ଡରୁ ତା ମୁଖାକୁ କାଢି ଦଉଛି, ଆଉ ତା ଜୀବନ ବଞ୍ଚେଇ ଦଉଛି। ସାଙ୍ଗମାନେ ଆପଣମାନେ ଯଦି ଭାବୁଛନ୍ତି ଏ ମାଲିକ ଜଣକ ଠିକ କାମ କରିଛି, ତାହେଲେ ଗୋଟେ ଲାଇକ୍ କରନ୍ତୁ।